ହ୍ୟାଲୋ ସାଙ୍ଗମାନେ, ନମସ୍କାର। ଆଜି ଆମେମାନେ ବନାଇବା ମାଣ୍ଡିଆରେ ସିଝା ମଣ୍ଡା ପିଠା। ସେଥିପାଇଁ ପ୍ରଥମେ ଆମେ କଡ଼ାଇରେ ଗୋଟେ ଗ୍ଲାସ୍ ପାଣି ନେବା। ସେଇ ପାଣିରେ ମୁଁ କିଛି ଲୁଣ ସ୍ୱାଦ ଅନୁସାରେ ପକାଇ ଦେଇଛି ଓ ଗୋଟେ ଚାମଚ ଗାଈ ଘିଅ ପକାଇ ଦେଇଛି। ଯଦି ଆପଣମାନଙ୍କୁ ଗାଈ ଘିଅ ଭଲ ନ ଲାଗେ ଆପଣମାନେ ଟିକେ ତେଲ ପକାଇଦେବେ। ତେଲ ପକାଇବା ଦ୍ୱାରା ଯନ୍ତଣୀଟା ଆମର ଭଲ ହୋଇଥାଏ, ହାତରେ ଲାଗିନଥାଏ ଚକଟିଲା ବେଳକୁ। ପାଣିରେ ବର୍ତ୍ତମାନ ଘିଅ ସବୁ ମିଶି ଯାଇଛି। ଏବେ ଆମେ ସେଥିରେ ଗୁଡ଼ ପକାଇଦେବା। ଆପଣଙ୍କ ପାଖରେ ଯଦି ଖଣ୍ଡ ଗୁଡ଼ ଥିବ ତାକୁ ଆପଣ ପକାଇ ପାରିବେ, କିନ୍ତୁ ମୋ ପାଖେ ଏଠି ପାଣି ଗୁଡ଼ ଥିଲା, ମୁଁ ସେଥିପାଇଁ ପାଣି ଗୁଡ଼ ସେଥିରେ ପକାଇ ଦେଇଛି। ଗୁଡ଼ ଦେଖନ୍ତୁ ମୋର ଫୁଟି ଆସିଲାଣି। ବର୍ତ୍ତମାନ ମୁଁ ଏଥିପାଇଁ ଗୋଟେ ବଡ଼ ଗିନାଏ ମାଣ୍ଡିଆ ନେଇଛି, ମାଣ୍ଡିଆ ଗୁଣ୍ଡ, ଆଉ ଗୋଟେ ଛୋଟ ଗିନାରେ କିଛି ସୁଜି ନେଇଛି। ମୋର ମାଣ୍ଡିଆଟା ଏଥରକ ବହୁତ ପାଲିସ କରିକି ପେଶି ଦେଇଥିଲି, ସେଥିପାଇଁ ମୁଁ ଟିକେ ସୁଜି ମିଶାଇଛି। ଯଦି ଆପଣମାନେ ନିଜେ ଘରେ ମାଣ୍ଡିଆକୁ ଗୁଣ୍ଡ କରୁଛନ୍ତି, ଟିକେ ଖଦଡ଼ିଆ କରୁଛନ୍ତି, ତାହେଲେ ସୁଜି ମିଶାଇବା କିଛି ଆବଶ୍ୟକ ନାହିଁ। ଏବେ ଏ ଦୁଇଟାକୁ ଭଲ କରି ମିଶାଇକି ଯନ୍ତଣୀ ପ୍ରସ୍ତୁତ କରିଦେଲି। ଦେଖନ୍ତୁ ଯନ୍ତଣୀ ବହୁତ ଭଲରେ ମିଶିଗଲା ପରେ କଡ଼େଇରୁ ଧୀରେ ଧୀରେ ଛାଡ଼ିଯିବ। ଏମିତି ହେଇଗଲେ ଆପଣମାନେ ଗ୍ୟାସ୍କୁ ବନ୍ଦ କରିଦେବେ। ମୁଁ ଗ୍ୟାସ୍କୁ ବନ୍ଦ କରିଦେଲି ଓ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ିଦେଲି। ତାପରେ ମଣ୍ଡା ପିଠା ପାଇଁ କିଛି ଘିଅ ନେଇକି ଆଗରୁ କରିକି ରଖିଥିଲି, ଲଗେଇକିରି ଏଇ ଯୋଉ ନଡ଼ିଆରେ ମୁଁ ନଡ଼ିଆକୁ କୋରାଇକିରି ଚକଟି ତାକୁ ଗୁଡ଼ ଦେଇକି ଭାଜି ଦେଇଥିଲି। ଯଦି ଆପଣମାନେ ବାଦାମ ରାଶିର ପୁର ଦେବା ପାଇଁ ଚାହାନ୍ତି, ତାହେଲେ ଆପଣମାନେ ବି ଏଥିରେ ବାଦାମ ରାଶିର ପୁର ବି ଦେଇପାରିବେ। ଆପଣଙ୍କ ମନ ମୁତାବକ ଆପଣ ପୁର ଦେବେ। ବର୍ତ୍ତମାନ ମୁଁ ଟିକେ ଘିଅ ମାରିଦେଇଛି, ଆଉ ସେ ଯେଉଁ ଯନ୍ତଣୀକୁ ଭଲରେ ଚକଟି ଦେବି ଆଉ ମଣ୍ଡା ପିଠା ଗଢ଼ିଦେବି। ଦେଖନ୍ତୁ ଆମ ଯନ୍ତଣୀ କେତେ ଭଲ ହୋଇଛି, ତେଣୁ ହାତରେ କିଛି ଲାଗୁନି। ଆପଣମାନଙ୍କ ଯଦି ଘିଅ ଭଲ ହେଲା ଆପଣମାନେ ନିଜେ ପାଣି ଦେଇପାରିକି ଚକଟିବେ, ନହେଲେ ତେଲ ଦେଇକି ମଧ୍ୟ ଚକଟି ପାରିବେ। ଯନ୍ତଣୀ ବହୁତ ଗରମ ଅଛି। ଦେଖନ୍ତୁ ଏଭଳି ଆପଣ ଯେମିତି ମଣ୍ଡା ପିଠା ଗଢ଼ନ୍ତି, ଆପଣ ସେଭଳି ମଣ୍ଡା ପିଠା ଗଢ଼ିକି ତା ଭିତରେ ପୁର ଦେଇକିରି ଆମେ ସିଝାଇ ଦେବା। ଦେଖନ୍ତୁ ବର୍ତ୍ତମାନ ମୁଁ ସବୁ ମଣ୍ଡା ପିଠା ଗୁଡ଼ା ଗଢ଼ି ଦେଇଛି। ଏବେ ଗ୍ୟାସ୍କୁ ଅନ୍ କରିକିରି ଗୋଟିଏ ପାତ୍ରରେ 2-3 ଗ୍ଲାସ୍ ଖଣ୍ଡେ ପାଣି ନେଇଛି। ଏ ପାଣି ଟିକେ ତାତି ଗରମ ହେଇଗଲେ ତା ଉପରେ ଆମେ ଏମିତି ଜାଲି ଗୋଟେ ରଖିଦେଲି, ତା ଉପରେ କପଡ଼ା ଟିକେ ପକାଇଦେବା। କପଡ଼ା ପକାଇକିରି ଆମେ ସବୁ ଏଇ ମଣ୍ଡା ପିଠା ଗୁଡ଼ିକୁ ତା ଉପରେ ରଖିଦେବା। ଡାଇରେକ୍ଟ ରଖିଲେ ମଧ୍ୟ ହେବ, କିନ୍ତୁ କପଡ଼ା ରଖିଲେ ଆମକୁ କାଢ଼ିଲା ବେଳକୁ ସୁବିଧା ହୋଇଥାଏ। ଟିକେ ଗରମ ହେବା ପାଇଁ ମୁଁ ଏଭଳି ଘୋଡ଼େଇକି ରଖିଦେଲି, ଜଲ୍ଦି ପାଣିଟା ଗରମ ହେଇଯିବ ବୋଲି। ତାପରେ ମୁଁ କାଢ଼ିକିରି ସେଥିରେ ମଣ୍ଡା ପିଠା ଗୁଡ଼ିକୁ ରଖିଦେବି। ମୋର ଏଥର 2 ଥର କରିବାକୁ ପଡ଼ିଲା, ଗୋଟିଏ ଥରରେ ସବୁ ମଣ୍ଡା ପିଠା ଧରିଲା ନାହିଁ। ଆପଣଙ୍କ ପାଖରେ ଯଦି ବଡ଼ ଜାଗା ଅଛି, ଆପଣମାନେ ବଡ଼ ଜାଗାରେ ଏକା ସାଙ୍ଗରେ କରିପାରିବେ।
10 ମିନିଟ୍ ଖଣ୍ଡେ ହେଇଗଲାଣି। ଦେଖନ୍ତୁ 10 ମିନିଟ୍ ପରେ ଆମର ମଣ୍ଡା ପିଠା ଗୁଡ଼ିକ ପ୍ରାୟ ସିଝିଗଲାଣି। ଆମେ ଆକୁ ଅଲଗା ଜାଗାକୁ କାଢ଼ିଦେବା। ଦେଖନ୍ତୁ ମୋର ପ୍ରାୟ ସବୁ ମଣ୍ଡା ପିଠା ଗୁଡ଼ିକ ହେଇସାରିଛି। ଯଦି ମୋର ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ନମସ୍କାର।